ନିଜ ଘର ଉପରେ ପତାକାଟି ଉଡ଼େଇ ଯେତେ ପ୍ରାଇମେରୀ ମେମ୍ବର ଯେଉଁ ପ୍ରାଇମେରୀ ମେମ୍ବର ଏବେ ରିସେଣ୍ଟ ଦେଇଛନ୍ତି ତାଙ୍କର ଗେଟ୍ ଟୁଗେଦର ସମସ୍ତେ ସାମୂହିକ ଭାବରେ ବସିବେ ଏବଂ ସେଠି ସାଙ୍ଗରେ ଜଳପାନ କରିବେ ଏବଂ ସମସ୍ତେ ବସିକି ବିଭିନ୍ନ ଦିଗ ଉପରେ ବିଭିନ୍ନ ଅଞ୍ଚଳର ସମସ୍ୟା ଉପରେ ଆଲୋଚନା କରିବା ସରକାରର କାର୍ଯ୍ୟକାରିତା ଉପରେ ମଧ୍ୟ ଆଲୋଚନା କରି ସରକାର ଯେଉଁ ଦେଇଛନ୍ତି 1-14 ପକ୍ଷ ପାଳନ କରୁଛନ୍ତି ତାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ଘାଟି କରି 1-14 ସେ ପକ୍ଷଟି 14 ଦିନ ବିଶ୍ୱ ସଂକ୍ରାନ୍ତି ବନ୍ଦ ଅଛି 1-14 ଉତ୍କଳ ଦିବସ ବିଶ୍ୱ ସଂକ୍ରାନ୍ତି ଏବଂ ଆମ ଭାରତ ରତ୍ନ ଭୀମରାव ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ 14 ତାରିଖ ହେବ ତେଣୁ ଆମେ 13 ତାରିଖ ଦିନ ସବୁ ଯେତେ ଆମ ମହାମନୀଷୀ ଅଛନ୍ତି ତାଙ୍କ ପ୍ରତିମୂର୍ତ୍ତି ସ୍ୱଚ୍ଛ ଭାରତ ଧୁଆ ଧୋଇ କରି ସଫା କରିବାକୁ ଏବଂ 14 ତାରିଖ ଭୀମରାव ଆମ୍ବେଦକର ଆମର ଯେ ଭାରତ ରତ୍ନ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ଏବଂ ବିଭିନ୍ନ ଦଳିତ ଗାଁରେ ଅନୁସୂଚିତ ଜାତି ଯେଉଁ ଭାଇମାନେ ଭଉଣୀମାନେ ଅଛନ୍ତି ତାଙ୍କ ସମସ୍ୟା ବିଷୟରେ ଆମ କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଗାଁରେ 8 ଘଣ୍ଟା 10 ଘଣ୍ଟା ଗୋଟେ ଚର୍ଚ୍ଚା ଆଲୋଚନା କରିବେ ସଫେଇ କାର୍ଯ୍ୟକ୍ରମ କରିବେ ଏବଂ ସେଠି ପଙ୍କ୍ତି ଭୋଜନ କାର୍ଯ୍ୟକ୍ରମ କରିବେ ଏବଂ ବିଭିନ୍ନ ଗାଁ ଯେଉଁ ଯେତିକି ଗାଁ ସବୁ ନେଗଲେକ୍ଟ କରିଥିଲେ ସବୁ ଗାଁ ଏ କାର୍ଯ୍ୟକ୍ରମ 14ରୁ 24 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ସୁଭଦ୍ରା ଯୋଜନାଠୁ ଆରମ୍ଭ କରି ଧାନ କିଣା ପର୍ଯ୍ୟନ୍ତ ଅଛି ତା ବିଷୟରେ ମଧ୍ୟ ସମୀକ୍ଷା କରିବେ ବୁଥ ଲେଭେଲର କାର୍ଯ୍ୟକର୍ତ୍ତାମାନେ ସମସ୍ତେ ଏକାଠି ଏହି କାର୍ଯ୍ୟକ୍ରମ କରିବେ ଏବଂ ବୁଥ ସ୍ତରରୁ ସବୁ ଗାଁକୁ ଯିବେ ଆମ ଘର ସବୁ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେଇଯିବ ଆମର ଡୋର ଟୁ ଡୋର ସମସ୍ତେ ଯିବେ ଏବଂ ସର୍ବନିମ୍ନ ସବୁ ଅଞ୍ଚଳର 30% ଗାଁର ସବୁ ଘରକୁ ଯିବା ପାଇଁ ଆମ କାର୍ଯ୍ୟକର୍ତ୍ତାମାନେ ଚେଷ୍ଟା କରିବେ ତାକୁ ଅଧିକ ହେଇପାରେ ବହୁତ ଭଲ କିନ୍ତୁ ଏ 15 ଦିନ ସମୟ ତାଙ୍କୁ ଯେଉଁ ମିଳିବ ସେଥିରେ ଆମ ଗାଁ ସମ୍ପର୍କ ଘର ସମ୍ପର୍କ